ସବୁବେଳେ ଭାବନ୍ତୁ ନାହିଁ ଯେ ଈଶ୍ୱରଙ୍କ ବିନା ଇଙ୍ଗିତରେ ଯଦି ଗଛର ପତ୍ରଟିଏ ହଲେ ନାହିଁ ତାହେଲେ ମୁଁ କ'ଣ କରିବା କ'ଣ ଦରକାର? ମୁଁ ସବୁ ଭଗବାନଙ୍କ ଉପରେ ସମର୍ପଣ କରିଦେବି। ଯାହା କରିବା ଇଚ୍ଛା ସେ କରିବେ। ମୁଁ ହାତ ଟେକି ଦେଇଛି। ନା, ଭଗବାନ କେବେ କହିନାହାନ୍ତି ଯେ କର୍ମ ନ କରି କିଛି ଫଳ ଆଶା ରଖ କିମ୍ବା କର୍ମ ନ କରି ମୋତେ ସମ୍ପୂର୍ଣ୍ଣ ସମର୍ପଣ କରିଦିଅ। ମହାଭାରତ ଯୁଦ୍ଧରେ ଅର୍ଜୁନ ମହାଭାରତ ଯୁଦ୍ଧକୁ ଜିତିଥିଲେ, କିନ୍ତୁ ତାର ଅର୍ଥ ନୁହେଁ ସେ ସମ୍ପୂର୍ଣ୍ଣ ଭଗବାନଙ୍କ ପାଖରେ ସମର୍ପଣ ହୋଇଯାଇଥିଲେ ବୋଲି ସେ ଜିତିଗଲେ। ସେ କର୍ମ କରିଥିଲେ। ସେ କର୍ମ ପୁଣି ମାର୍ଗଦର୍ଶନ ଅନୁସାରେ କର୍ମ କରିଥିଲେ। ଭଗବାନ ତାଙ୍କୁ କେବଳ ମାର୍ଗଦର୍ଶନ କରାଇଥିଲେ। ଭଗବାନ ତାଙ୍କ ସହ ଯୁଦ୍ଧରେ ଲିପ୍ତ ନଥିଲେ। ଅର୍ଜୁନ ନିଜେ ଯୁଦ୍ଧ କରିଥିଲେ ଏବଂ ଯୁଦ୍ଧ କରି ସେ ବିଜୟ ଲାଭ କରିଥିଲେ। ତେଣୁ ଯଦି ଆପଣ ଭାବୁଥାନ୍ତି ସେ ତ ସବୁ କରୁଛନ୍ତି, ତାଙ୍କ ଉପରେ ମୁଁ ସବୁ ଛାଡ଼ିଦେବି, ମୁଁ କିଛି କରିବି ନାହିଁ, ଆପଣ କିଛି ନ କଲେ ଆପଣ କିଛି ଫଳ ବି ପାଇବେ ନାହିଁ। ତେଣୁ କର୍ମ ନ କଲେ ଫଳ ଆସିବ କୋଉଠୁ? ଆଉ ଯଦି ମୁଁ ଶୋଇ ରହିବି ତାହେଲେ କ'ଣ ଯେମିତି ନ ହିଁ ସୁପ୍ତ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗା, ସେଇଭଳି କଥା। ସିଂହ ଶୋଇ ରହିଥିବ ଆଉ କହିବ ମୃଗ ମୋ ପାଟିରେ ଆସି ପଶିଲା ପରେ ମୁଁ ଖାଇବି, ସେମିତି ସମ୍ଭବ ନୁହେଁ।